ନମସ୍କାର ଓଡ଼ିଶା। ଆଜି ଡିସେମ୍ବର 16 ତାରିଖ ମଙ୍ଗଳବାର। ଚାଲନ୍ତୁ ଜାଣିବା 12ଟି ଗୁରୁତ୍ୱପୂର୍ଣ୍ଣ ଖବର ବିଷୟରେ। ଡଲାର ତୁଳନାରେ ଦୁର୍ବଳ ହେବାରେ ଲାଗିଛି ଟଙ୍କା। ଲଗାତାର ଦ୍ୱିତୀୟ ସପ୍ତାହରେ ଖସିଲା ମୂଲ୍ୟ। ଡଲାର ତୁଳନାରେ ଦୁର୍ବଳ ହେବାରେ ଲାଗିଛି ଟଙ୍କା। ଟଙ୍କା ମୂଲ୍ୟ ଡଲାର ତୁଳନାରେ ରେକର୍ଡ ସର୍ବନିମ୍ନ 90 ଟଙ୍କା 85 ପଇସାକୁ ଖସି ଆସିଛି, ଯାହା ଲଗାତାର ଦ୍ୱିତୀୟ ସପ୍ତାହ ନିମ୍ନ ରେକର୍ଡ। ଆମେରିକୀୟ ଡଲାର ମଜବୁତ ହେବାର ପ୍ରଭାବରେ ଟଙ୍କା ମୂଲ୍ୟରେ ଏଭଳି ହ୍ରାସ ଘଟିଛି। ଫଳରେ ଚାପଗ୍ରସ୍ତ ହୋଇଛି ଭାରତୀୟ ଅର୍ଥନୀତି। ନିବେଶକମାନେ ସୁରକ୍ଷିତ ନିବେଶ ପାଇଁ ବିକଳ୍ପ ଖୋଜୁଛନ୍ତି ଏବଂ ଡଲାର ଆଡ଼କୁ ମୁହାଁଇଛନ୍ତି। ବିଦେଶୀ ନିବେଶକମାନେ ମଧ୍ୟ ଭାରତୀୟ ବଜାରରୁ ପାଣ୍ଠି ପ୍ରତ୍ୟାହାରକୁ ତ୍ୱରାନ୍ୱିତ କରିଛନ୍ତି। ଫଳସ୍ୱରୂପ ଟଙ୍କା ଦୁର୍ବଳ ହେଉଛି ଏବଂ ବୃଦ୍ଧି ପାଉଛି। ଡଲାର ଚାହିଦା ଭାରତ ଉପରେ ଆମେରିକା 50% ଶୁଳ୍କ ଲାଗୁ କରିଥିବା ବେଳେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତିରେ ବିଳମ୍ବ, ଆମେରିକାର ଅର୍ଥନୀତି ଏବଂ ଆମେରିକୀୟ ଫେଡେରାଲ ରିଜର୍ଭ ସୁଧହାର ବୃଦ୍ଧି ଯୋଗୁଁ ଟଙ୍କା ଉପରେ ଚାପ ପଡ଼ୁଛି। ଆମଦାନୀ ବଢ଼ାଇବା ଏବଂ ରପ୍ତାନି କମିବା ଯୋଗୁଁ ଏହି ସ୍ଥିତି ଆହୁରି ଖରାପ ହେଉଛି। ଅର୍ଥନୀତିଜ୍ଞମାନେ କହୁଛନ୍ତି ଯେ ଯଦି ଚୁକ୍ତି ଶୀଘ୍ର ନ ହୁଏ ଟଙ୍କା ଆହୁରି ଦୁର୍ବଳ ହେବ। ଏହାର ଆମଦାନୀ ଜିନିଷ ମୂଲ୍ୟ ବଢ଼ିବ ଏବଂ ସାଧାରଣ ଲୋକଙ୍କ ଉପରେ ବୋଝ ପଡ଼ିବ। ଆରବିଆଇ ଏହାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି। ଦିଲ୍ଲୀ ପ୍ରଦୂଷଣ ନେଇ ସୁପ୍ରିମକୋର୍ଟଙ୍କ ଉଦ୍ବେଗ। ନିୟମ ମାନୁନାହାନ୍ତି ଲୋକେ, ଅଧିକ ପ୍ରଭାବିତ ଗରିବ ଶ୍ରେଣୀ। କେବେ ସୁଧରିବ ଦିଲ୍ଲୀ ସ୍ଥିତି? ନିୟନ୍ତ୍ରଣକୁ ଆସୁନି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଓ ଏହା ଆଖପାଖ ଅଞ୍ଚଳର ବାୟୁ ପ୍ରଦୂଷଣ। ବାୟୁ ଗୁଣବତ୍ତା ଅତି ଖରାପ ଆହୁରି ଖରାପ ବା ସିଭିୟର ହେବାରେ ଲାଗିଛି। ଆଜି ସକାଳ 6ଟା ସୁଦ୍ଧା ଦିଲ୍ଲୀ ଆକ୍ୱାଇ ଥିବା 456 ଚଳିତ ଋତୁର ଏହା ଦ୍ୱିତୀୟ ଖରାପ ଆକ୍ୱାଇ ବୋଲି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କହିଛି। ଲୋକ ଶ୍ୱାସକ୍ରିୟା ସମସ୍ୟା ଭୋଗୁଛନ୍ତି। ଲୋକ ଦିଲ୍ଲୀ ଛାଡ଼ି ଅନ୍ୟତ୍ର ପଳାଇବାକୁ ଚିନ୍ତା କଲେଣି। ଆଜି ସକାଳୁ ଦିଲ୍ଲୀ ଏନସିଆର ଆକାଶ ଘନ କୁହୁଡ଼ିରେ ଘୋଡ଼ାଇ ହୋଇଥିବାରୁ ଲୋକ ଅସୁବିଧା ସାମ୍ନା କରୁଛନ୍ତି। ଖରାପ ପାଗ ସାଙ୍ଗକୁ ବାୟୁ ପ୍ରଦୂଷଣ ଯୋଗୁଁ ଚିନ୍ତା ବଢ଼ିଛି। ପୁରୀ ଯିବାକୁ ଆଉ ଲାଗିବନି ଘଣ୍ଟା ମାତ୍ର 40 ମିନିଟରେ ଶ୍ରୀକ୍ଷେତ୍ର ପହଞ୍ଚିଯିବେ ଭକ୍ତ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଧାମ ପୁରୀ। ଶ୍ରୀକ୍ଷେତ୍ର ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବା ପ୍ରତିଟି ଓଡ଼ିଆଙ୍କ ସ୍ୱପ୍ନ। ଖାସ୍ ଏଇଥିପାଇଁ ପୁରୀକୁ ସବୁଦିନ ଛୁଟିଥାନ୍ତି ଭକ୍ତଙ୍କ ଭିଡ଼। ମହାପ୍ରଭୁଙ୍କୁ ଟିକେ ଦର୍ଶନ କରିବାକୁ ବହୁ ବାଧାବିଘ୍ନ ସାମ୍ନା କରି ଶ୍ରଦ୍ଧାଳୁ ଆସନ୍ତି ପୁରୀ। ମାତ୍ରାଧିକ ଭକ୍ତ ଗହଳି ଯୋଗୁଁ ରାସ୍ତାଘାଟ ପ୍ରାୟତଃ ଜାମ୍ ରହିଥାଏ। ଆଉ ଏ ଭିଡ଼ରେ ସନ୍ତୁଳି ହୁଅନ୍ତି ଭକ୍ତ। ରାସ୍ତା ଜାମ୍ ଯୋଗୁଁ ଘଣ୍ଟା କଟିଯାଏ ରାସ୍ତାରେ। କିନ୍ତୁ ଏବେ ପୁରୀ ଯାଉଥିବା ଶ୍ରଦ୍ଧାଳୁଙ୍କ ପାଇଁ ଆସିଛି ଖୁସି ଖବର। ଏବେ କମିଯିବ ଜଗା ପାଖକୁ ଯିବା ସମୟ। ମାତ୍ର 40 ମିନିଟରେ ଭକ୍ତ ପହଞ୍ଚିଯିବେ ଭୁବନେଶ୍ୱର ଟୁ ପୁରୀ। ଏ ନେଇ ଚିନ୍ତା କରିଛନ୍ତି ସରକାର। ଏଥିପାଇଁ 8 ଲାଇନ ହେବ ଭୁବନେଶ୍ୱରରୁ ପୁରୀ ରାସ୍ତା। ଏ ନେଇ ସୂଚନା ଦେଇଛନ୍ତି ପୂର୍ଣ୍ଣମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଟୋକନ ପାଇନଥିବା ଚାଷୀଙ୍କୁ ଶୀଘ୍ର ଟୋକନ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ। ଚାଷୀଙ୍କଠୁ ନିର୍ଦ୍ଧାରିତ ଧାନ ଉଠାଇବେ ସରକାର। ଟୋକନ ପାଇନଥିବା ଚାଷୀଙ୍କୁ ଟୋକନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଟୋକନ ପରେ ଧାନ ବଳିଲେ ଖୋଲା ବଜାରରେ ଚାଷୀ ବିକି ଦିଅନ୍ତୁ ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣ ପାତ୍ର। କହିଛନ୍ତି ଧାନ ସଂଗ୍ରହ ପ୍ରକ୍ରିୟା ସୁରୁଖୁରୁରେ ଚାଲିଛି। ଏବେ ଯାଏଁ 6ଟି ଜିଲ୍ଲାରେ ରିପୋର୍ଟ ଆସିଛି। ବରଗଡ଼ରେ 53,838 ମେଟ୍ରିକ ଟନ, ବଲାଙ୍ଗୀରରେ 96 ମେଟ୍ରିକ ଟନ, କଳାହାଣ୍ଡିରେ 7,387 ମେଟ୍ରିକ ଟନ, ନୂଆପଡ଼ାରେ 3,847 ମେଟ୍ରିକ ଟନ, ସମ୍ବଲପୁରରେ 60,256 ମେଟ୍ରିକ ଟନ ଏବଂ ସୁବର୍ଣ୍ଣପୁରରେ 15 ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି। ଏ ଯାବତ ମୋଟ 1,25,449 ମେଟ୍ରିକ ଟନ ଧାନ କିଣା ସରିଛି। ଧାନ କିଣା ପ୍ରକ୍ରିୟା କେବେ ହେବ ତାହା ଜିଲ୍ଲାୱାରୀ ଡିଏଲସିପି କମିଟିରେ ନିଷ୍ପତ୍ତି ହେଉଛି। ଚିଲିକା ଖାଉଛି ପଟୁମାଟି। ପ୍ରତିବର୍ଷ ଚିଲିକା ଗର୍ଭରେ ପଶୁଛି 8 ଲକ୍ଷ ଟନର ପଟୁମାଟି। ଏସିଆର ବୃହତ୍ତମ ଲବଣାକ୍ତ ହ୍ରଦ ସୌନ୍ଦର୍ଯ୍ୟମୟୀ ଚିଲିକା ଧୀରେ ଧୀରେ ପୋତି ହେଉଛି। ପ୍ରତିଦିନ ଚିଲିକାକୁ ପ୍ରବେଶ କରୁଥିବା ପଟୁମାଟି ଦ୍ୱାରା ହ୍ରଦ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେଲାଣି। ମାଛ, ଚିଙ୍ଗୁଡ଼ି ଓ କଙ୍କଡ଼ା ଉତ୍ପାଦନ ମଧ୍ୟ ପ୍ରଭାବିତ ହେଉଛି। ଚିଲିକା ମୁହାଣ ଓ ଏହାର ପାର୍ଶ୍ୱବର୍ତ୍ତୀ ଗାଁଗୁଡ଼ିକ ଅତି ବିପଦ ସୃଷ୍ଟି ହେଉଛି। ପ୍ରଶାସନ ପକ୍ଷରୁ ନିୟମିତ ବ୍ୟବଧାନରେ ପଙ୍କ ଉଦ୍ଧାର ଓ ଅନ୍ତର୍ନାଳୀ ଖୋଳା କାର୍ଯ୍ୟକ୍ରମ ଜାରି ରହିଥିଲେ ମଧ୍ୟ ଏତେଟା ସଫଳତା ମିଳିପାରିନାହିଁ। ଚିଲିକାର ଆର୍ଦ୍ରଭୂମି ଆୟତନ ଧୀରେ ଧୀରେ ହ୍ରାସ ପାଇବା ସହ ଜୀବନଗତର ଏହି ମୂଲ୍ୟବାନ ପ୍ରାକୃତିକ ସମ୍ପଦ ପ୍ରତି ଏବେ ବିପଦ ସୃଷ୍ଟି ହୋଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଚିଲିକା
କ୍ଷତି ହେଉଥିବା ସମ୍ପର୍କରେ ରାଜ୍ୟ ସରକାର ଅବଗତ ରହିଛନ୍ତି। ହ୍ରଦର ଗଭୀରତା ସର୍ବନିମ୍ନ 0.38 ମିଟରରୁ ସର୍ବାଧିକ 6.20 ମିଟର ରହିଛି। ପ୍ରତିବର୍ଷ ହ୍ରଦ ଗର୍ଭକୁ ଏହାର ନଦୀ, ଉପନଦୀ ଓ ନାଳ ଦ୍ୱାରା ପ୍ରାୟ 6 ଲକ୍ଷ ଟନର ପଟୁମାଟି ପ୍ରବେଶ କରି କିଛି ମାତ୍ରାରେ ପୋତି ଦେଉଛି। ଏଥିସହ ଜଳବାୟୁ ପରିବର୍ତ୍ତନ, ଅଦିନିଆ ବର୍ଷା ଓ ପ୍ରାକୃତିକ ବିପର୍ଯ୍ୟୟ ପ୍ରଭାବ ଦ୍ୱାରା ପଟୁମାଟି ଚିଲିକା ଗର୍ଭକୁ ପ୍ରବେଶ କରୁଛି। ତେଣୁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ CDA ପ୍ରତି ମାସରେ 33ଟି ନିରୀକ୍ଷଣ କେନ୍ଦ୍ର ମାଧ୍ୟମରେ 17ଟି ମାପକକୁ ନେଇ ଚିଲିକାରେ ଥିବା ଜଳର ମାନ ପରୀକ୍ଷଣ କରୁଥିବା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ବିଧାନସଭାରେ ଏକ ଲିଖିତ ଉତ୍ତରରେ କହିଥିଲେ। ସେଥିରୁ ଜଣାପଡ଼ିଥିଲା ଯେ ପ୍ରତିବର୍ଷ ଚିଲିକାରେ ପଶୁଛି 8 ଲକ୍ଷ ଟନର ପଟୁମାଟି। 5 ବର୍ଷରେ 3.26 ଲକ୍ଷ କ୍ୟୁବିକ ମିଟର ଟନ୍ ହେଉଥିବା ବେଳେ DPR ପ୍ରସ୍ତୁତ କରିବ IIT ମାଡ୍ରାସ। ଷ୍ଟାଇପେଣ୍ଡ ବୃଦ୍ଧି କଲେ ସରକାର। ଆଗରୁ ମିଳୁଥିଲା 31,000, ଏବେ ମିଳିବ 48,000। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ ଆୟୁର୍ବେଦିକ ଓ ହୋମିଓପାଥି କଲେଜରେ ପଢୁଥିବା PG ଛାତ୍ରଛାତ୍ରୀଙ୍କ ପାଇଁ ମିଳୁଥିବା ଷ୍ଟାଇପେଣ୍ଡକୁ ବୃଦ୍ଧି କରିଛନ୍ତି। ଆୟୁର୍ବେଦିକ ଓ ହୋମିଓପାଥିକ ଚିକିତ୍ସା କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ଉଭୟ ପାଠ୍ୟକ୍ରମରେ PG କରୁଥିବା 120 ଜଣ ଛାତ୍ରଛାତ୍ରୀ ଉପକୃତ ହେବେ। ଏହି ନୂତନ ଷ୍ଟାଇପେଣ୍ଡ 2026 ଜାନୁଆରୀ 1ରୁ ଲାଗୁ ହେବ। ନାଳ ପାଣିକୁ ନେଇ 2 ଗାଁ ମୁହାଁମୁହିଁ। ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ହରିଦାସ ଓ ସୁବେଣ୍ଟି ଗାଁ ଭିତରେ ଘଟିଛି ଏମିତି ବିବାଦ। ଏବେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଧ୍ୟାନ ରଖିବା ଉଚିତ ଯେ ବିଗତ 30 ବର୍ଷ ଧରି ହରିଦାସ ଏବଂ ସୁବେଣ୍ଟି ଗାଁ ମଧ୍ୟରେ ନାଳ ପାଣିକୁ ନେଇ ବିବାଦ ଆସିଛି। ଦୁର୍ଭାଗ୍ୟର କଥା, ପୋଲିସ ଓ ଜିଲ୍ଲା ପ୍ରଶାସନକୁ ବ୍ୟବହାର କରି ଆଜି 20 ପ୍ଲାଟୁନ ଫୋର୍ସ ଧରି ଅଞ୍ଚଳର ଚାଷୀମାନଙ୍କୁ ଭୟଭୀତ କରି ବିବାଦୀୟ ନାଳକୁ ଖୋଳିବା ପାଇଁ ଜିଲ୍ଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି। ପ୍ରଶାସନର ଏହିଭଳି ଆଭିମୁଖ୍ୟକୁ ବ୍ରହ୍ମଗିରିବାସୀ ନିନ୍ଦା କରିଛନ୍ତି। ବର୍ଷ ଧରି ସମସ୍ୟାର ସମାଧାନ ନ କରି ଯେଉଁଭଳି ଭାବରେ ପ୍ରଶାସନ ବଳ ପ୍ରୟୋଗ କରୁଛି, ଏହାକୁ ବ୍ରହ୍ମଗିରି ଅଞ୍ଚଳବାସିନ୍ଦାଙ୍କ ପକ୍ଷରୁ ନିନ୍ଦା କରାଯାଉଛି। ଶ୍ରମିକଙ୍କ ଜୀବନ ସହ ଖେଳ। ବିନା ସୁରକ୍ଷାରେ 100 ଫୁଟ ଉପରେ କାମ କରୁଛନ୍ତି ଶ୍ରମିକ। ମେଗା ପାନୀୟ ଜଳ ପ୍ରକଳ୍ପର ଶ୍ରମିକମାନଙ୍କ ଜୀବନ ସହ ଖୋଲାଖୋଲି ଖେଳ ଚାଲିଛି। ସରକାରୀ କାମ ପାଇଁ ଜୀବନକୁ ବାଜି ଲଗେଇ ଶହ ଶ୍ରମିକ ଅସୁରକ୍ଷିତ ଭାବେ କାର୍ଯ୍ୟ କରୁଛନ୍ତି। ଗଞ୍ଜାମ ଖୋର୍ଦ୍ଧା ସୀମାନ୍ତର କାଳିଆ ଡ୍ୟାମରେ 2ଟି ଠିକା ସଂସ୍ଥା ଦ୍ୱାରା 5ଟି ମେଗା ପ୍ରକଳ୍ପ କାମ ଜାରି ରଖିଛି। କିନ୍ତୁ ଏଠାରେ ଶ୍ରମ ଆଇନକୁ ସମ୍ପୂର୍ଣ୍ଣ ଫିଉ କରି ଦିଆଯାଇଛି। ଶ୍ରମିକମାନେ ପ୍ରାୟ 100 ଫୁଟ ଉପରେ କିମ୍ବା ମାଟି ତଳେ ବିପଦସଙ୍କୁଳ ଅବସ୍ଥାରେ କାମ କରୁଥିଲେ ମଧ୍ୟ ସେମାନଙ୍କ ପାଖରେ ସର୍ବନିମ୍ନ ସୁରକ୍ଷା ଉପକରଣ ନାହିଁ। ନା ମୁଣ୍ଡରେ ହେଲମେଟ ଅଛି, ନା ହାତରେ ଗ୍ଲୋଭ୍ସ, ନା ଅଛି ପେଟପେଟଣା ପାଇଁ। ବାହାର ରାଜ୍ୟରୁ ଆସିଥିବା ଏହି ଶ୍ରମିକମାନେ ବିନା ସୁରକ୍ଷାରେ କାମ କରିବାକୁ